ଜଗିବ କିଏ ବା? ଆପଣ ଆସାମୀକୁ ଜଗିଛନ୍ତି? ଆପଣ ଆସାମୀକୁ ପଢା ପଢାରେ ଜଗିଛନ୍ତି ନା ଆଠି ଧର ଶୋଇ ଶୋଇ ସ୍ୱପ୍ନ ଦେଖୁଛନ୍ତି? ତମେ ଠିକ କହିଛ ଶଶୀକଳା, ତମେ ଠିକ କହିଛ। ନିଜର ପୁରା ସ୍ୱପ୍ନ ଦେଖୁଥିଲି। ମୁଁ ସ୍ୱପ୍ନରେ କଣ ଦେଖୁଥିଲି ତମେ ଜାଣିଛ? ସ୍ୱପ୍ନ ଦେଖୁଥିଲ? ନା, ଆଉ ମୁଁ ସ୍ୱପ୍ନରେ ତମକୁ ଦେଖୁଥିଲି। ମତେ ଦେଖୁଥିଲ? ଖାଡେଙ୍ଗା ସାର୍ ତମକୁ ତାଙ୍କର ଦ୍ୱିତୀୟ ପକ୍ଷ ପତ୍ନୀ ଭାବେ ଗ୍ରହଣ କରୁଛନ୍ତି। ହଁ, ଖାଡେଙ୍ଗା ସାର୍ଙ୍କ ସହିତ ମୋର ବାହାଘର ହବ, ଏଇଟା ତ ଫାଇନାଲ ସେଟା। ଫାଇନାଲ ସରିଛି, କିନ୍ତୁ ଚତୁର୍ଥୀ ହେଇନି। ସେ କଥା କଣ ଶଶୀକଳା, ଚତୁର୍ଥୀ ଦିନ ତମେ ଓଢଣା ଦେଇ ଲିପଷ୍ଟିକ ମାରି ପୁରା ସଜ ହେଇ ବସିଛ, ଠିକ ସେଇ ସମୟରେ ଖାଡେଙ୍ଗା ସାର୍ ରୁମକୁ ଏଣ୍ଟ୍ରି କରୁଛନ୍ତି। ଆଉ ତମେ ଖାଡେଙ୍ଗା ସାର୍ଙ୍କୁ କ୍ଷୀର ଗ୍ଲାସଟି ବଢେଇ ଦଉଛ। ଆଉ ସେଇ ସମୟରେ ଜାଣୁଛ ଖାଡେଙ୍ଗା ସାର୍ ସ୍ତ୍ରୀ ସୁଖ ଦେଇପାରିବନି, ସେଟା ଗୋଟେ ଅଣପୁରୁଷା। ଏକଥା ଶୁଣି ସାରିଲା ପରେ ତମେ ଦୌଡୁଛ 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 ଦୌଡୁଛ, ତମେ ଯେତେବେଳେ ଦୌଡୁଛ ମୁଁ ସେତେବେଳେ ବିଲ ଘରେ ଏକ କରୁଥାଏ। ଦୌଡ଼ି ଦୌଡ଼ି ଆସି ପୁରା କୁଣ୍ଢେଇ ପକଉଛି। ତାପରେ ତମ ଭିତରେ ଗୋଟେ ଭାବ ବଢିଯାଇଛି। ଆଉ ଷଷ୍ଠ ପକ୍ଷ ସ୍ୱାମୀ ପକ୍ଷରେ ମତେ ହିଁ ଗ୍ରହଣ କରୁଛ। ଆଉ ତାପରେ ଖାଡେଙ୍ଗା ସାର୍ ଅବସ୍ଥା କଣ ଜାଣିଛ? ସସ୍ପେଣ୍ଡ ହେଇ ଖାଡେଙ୍ଗା ସାର୍ ଘର କରଣରେ ବସି ପୁରା ମଶା ବାଡଉଛନ୍ତି। ମୋ ସ୍ୱପ୍ନ ସତ ନୁହଁ। ଆଉ ଖାଡେଙ୍ଗା ସାର୍ ଅବସ୍ଥା ହଉଛି ନା ନିଶ୍ଚିତ ହବ।